ପଟ୍ଟାମୁଣ୍ଡେଇ ବ୍ଲକ ଅନ୍ତର୍ଗତ ବାଛାରା ମଣ୍ଡପଡ଼ା ପଞ୍ଚାୟତ ବାଛାରା ପଞ୍ଚାୟତ ଅନ୍ତର୍ଗତ ଦୁଇଟି ଗ୍ରାମ ମଣ୍ଡପଡ଼ା ଏବଂ ବାଛାରା ଯାଉଥିଲି ବୁଲି ଦେଖୁଥିଲି ପାଣି ଭିତରେ ପଶୁଥିଲି ଡଙ୍ଗା ସାଇଡ୍ କରିକି ସେ ରାସ୍ତାରେ ପାଣି ଥିଲା ଅଣ୍ଟାଏ ଲେଖା ପାଣି ଆଣ୍ଠୁଏ ପାଣି ଥିଲା ଆମେ ସେଇଥିରେ ପଶିକି ଯାଉଥିଲୁ ତ ଭିତରେ କେତେବେଳେ କ'ଣ ହେଇଛି ସାପ ତ ଗଲାବେଳେ ଆମେ ବହୁତ ସମୟରେ ଡଙ୍ଗାରେ ଗଲାବେଳେ ସାପ ଦେଖୁଛୁ କୁମ୍ଭୀର ବି ଦେଖୁଛୁ ତ ଭୟାବହ ଅବସ୍ଥା ବନ୍ୟା ପରିସ୍ଥିତି ପାଣି କମେଇବା ପାଇଁ ନାଁ ନେଉନି ଲୋକଙ୍କ ଦୁର୍ଦ୍ଦଶା ଦିନକୁ ଦିନ ବଢ଼ି ବଢ଼ି ଚାଲିଛି ଯେତେବେଳେ ମୁଁ ଫେରେ ଆଉ ଡଙ୍ଗାରେ ଆସି ବସିଲି ସେତେବେଳେ ଦେଖିଲା ବେଳକୁ ଦୁଇଟି ସ୍ପଟ୍ ହେଇଛି ବାଇଟ୍ ମାର୍କ ଭଳିଆ ମୋତେ ଲାଗିଲା ମୋ ମନରେ ଟିକେ ସନ୍ଦେହ ହେଲା କାରଣ ପ୍ରତ୍ୟେକ ଦିନ ଏଠି ବହୁ କେସ୍ ରିପୋର୍ଟ ହେଉଛି ସ୍ନେକ୍ ବାଇଟ୍ର ଏବଂ ଡେଥ୍ ମଧ୍ୟ ବହୁତ ବଢ଼ିବାରେ ଲାଗିଛି ତ ମୁଁ ଭାବିଲି ଯେ ଆସିକି ଏଠି ମେଡ଼ିକାଲରେ ଆଗ ବ୍ଲଡ଼୍ ଟେଷ୍ଟଟା କରିଦେଲେ ଭଲ ହେବ ତେଣୁ ମୁଁ ଆସିକି ବ୍ଲଡ଼୍ ଟେଷ୍ଟଟା କରିଛି ତ ଦେଖିଲି ବାଇଟ୍ ମାର୍କକୁ ଯାହା ଟିକେ ଲାଗୁଛି ନାଇଁ ମୋତେ ସେମିତି ଅନିଜି ଲାଗୁନାହିଁ ବଟ୍ ଟିକେ ବେଟ୍ ନର୍ଭସ୍ ଲାଗୁଛି କିନ୍ତୁ ଅନିଜି ସେମିତି କିଛି ଲାଗୁନି ସିଏ ସମ୍ପୂର୍ଣ୍ଣ ରୂପରେ ଷ୍ଟେବୁଲ୍ ଅଛନ୍ତି। ତାଙ୍କୁ ସେ କୋଉଠି ଯାଇଥିଲେ ଫ୍ଲଡ୍ ଏରିଆକୁ ଯାଇଥିଲେ ବୋଧେ ଭିଜିଟ୍ କରିବା ପାଇଁ ସେଠି ଗୋଟେ ଅନନୋନ୍ ବାଇଟ୍ ହେଇଛି ସ୍ନେକ୍ ବାଇଟ୍ ସିଏ ତ ସାପ ବୋଲି କହୁନାହାନ୍ତି ସେ କହୁଛନ୍ତି ପାଣି ଭିତରେ ମୋତେ କ'ଣ କାମୁଡ଼ିଲା ତାଙ୍କୁ ଆମେ ବ୍ଲଡ୍ ଟେଷ୍ଟ କଲେ ଆମେ ଗୋଟେ ହୋଲ୍ ବ୍ଲଡ୍ କ୍ଲଟିଂ ଟେଷ୍ଟ ହୁଏ ତାକୁ କଲେ ସେଟା 20 ମିନିଟ୍ ଭିତରେ ବ୍ଲଡ୍ କ୍ଲଟ୍ କରିଯାଇଛି କିଛି ଡରିବାର ଆଶଙ୍କା ନାହିଁ କିଛି ତାଙ୍କର ସିମ୍ପଟମ୍ ବି ନାହିଁ ଏକଦମ ସେ ନର୍ମାଲ ଅଛନ୍ତି ଆଉ ତାଙ୍କୁ ଅବଜର୍ଭେସନ୍ ଆମେ 24 ଘଣ୍ଟା ରଖିବୁ ଏଠି ମେଡ଼ିକାଲରେ କାରଣ କିଛିଟା ସାପ କେସ୍ରେ ବିଷ ଗୁଡ଼ା 8-10 ଘଣ୍ଟା ପରେ ବି ଚଢ଼େ ସାଙ୍ଗେ ସାଙ୍ଗେ ଇମିଡ଼ିଏଟଲି ନାଗ ସାପ ହେରିକାରେ 20-25 ମିନିଟ୍ରେ ଚଢ଼ିଯାଏ ଆଉ ଅବଜର୍ଭେସନ୍ରେ ରଖିବୁ ଆଉ 6 ଘଣ୍ଟାରୁ ଥରେ ଆମେ ବ୍ଲଡ୍ ବି ଟେଷ୍ଟ କରି ଦେଖିବୁ ଆଉ ଯାହା ରିକ୍ୱାରମେଣ୍ଟ ହେବ ଆମେ ଟ୍ରିଟମେଣ୍ଟ ସେଇ ହିସାବରେ କରିବୁ ଏଇଆ ଆଉ ବାଇଟ୍ରୁ ଜଣା ପଡୁଛି ସେମିତି ଗୋଟେ ପୋକ ବି କାମୁଡ଼ି ଥାଇପାରେ ଗୋଟେ ବଲୁରି ବି ମାରିଥାଇପାରେ ଆଉ ସେମିତି ପ୍ରପର ଯେମିତି ସ୍ନେକ୍ ବାଇଟ୍ରେ ଦିଟା ପାରାଲାଲ ଦାଗ ରୁହେ ସେମିତି ପାରାଲାଲ ଦାଗ ଦିଟା ନାହିଁ ଗୋଟିଏ ଦାଗ ଅଛି ତାଙ୍କର ଦିଟା ପ୍ରପର ଦାଗ ଅଛି ଆଉ ଦିଟା ଦାଗ ଅଛି କିନ୍ତୁ ବ୍ଲଡଟା ସମ୍ପୂର୍ଣ୍ଣ ରୂପେ କ୍ଲଟ୍ କରିଯାଇଛି ଯଦି ସ୍ନେକ୍ ବାଇଟ୍ରେ ବିଷଟା ପଜିଟିଭ ଥାନ୍ତା ତାହେଲେ ରକ୍ତଟା ସମ୍ପୂର୍ଣ୍ଣ ରୂପେ କ୍ଲଟ୍ କରିନଥାନ୍ତା ରକ୍ତଟା କିଛି ପରିମାଣରେ ପାର୍ସିଆଲ କ୍ଲଟ୍ ନା ସେ ଅବଜର୍ଭେସନ୍ ଯାହା ହେଲେ ରହିବାକୁ ପଡ଼ିବ ଏଇଟା ଗୋଟେ ଗାଇଡଲାଇନ୍ ହିସାବରେ ଆମେ ଏକଦମ ଭଲ ବାହାରିଲେ ବି ଆମେ ଗୋଟେ ରଖୁଛୁ ପେସେଣ୍ଟ ସାଙ୍ଗେ ସାଙ୍ଗେ ଘରକୁ ଯିବାକୁ କହୁନା ବୁଝିପାରୁଛେ ସିଏ ନୁହଁ ଯିଏ ବି ପେସେଣ୍ଟ ଆଇଲେ ସେଇଆ ଏ ତ କଥା ଆଉ